ମାୟା ସମ୍ବନ୍ଧରେ ଅଛି। ପ୍ରଭୁ ପ୍ରକୃତରେ ସେ ଅସଲ ମୂଳ ତତ୍ତ୍ୱଟିକି ଏଥିରେ ଆମକୁ ବୁଝେଇଛନ୍ତି ବା ପ୍ରଚେଷ୍ଟା କରିଛନ୍ତି ଆମମାନଙ୍କ ଭିତରେ କେମିତି ସେଇ ଧାରଣାଟିକୁ ସମ୍ପୂର୍ଣ୍ଣ ଭାବରେ ଠିକ ଭାବରେ ବୁଝିବାକୁ ସମର୍ଥ ହେଇପାରିବା। ମା କଥାଟା ଶୁଣିଲା ବେଳକୁ କିନ୍ତୁ ଗୋଟେ ଲାଗୁଛି ଯେ ଗୋଟେ ଇଲ୍ୟୁଜନ ଭଳି ଲାଗୁଛି, ଗୋଟେ ଆମ ଭିତରେ ଗୋଟେ ଭ୍ରମ ସୃଷ୍ଟି କରୁଛି ଯାହାକୁ ଆମେ ବୁଝିପାରୁନୁ। କାରଣ ଆମେ ଏଇ ଯୋଉ ପ୍ରାତିଭାସିକ ଜଗତରେ ଯୋଉଗୁଡ଼ିକ ଦେଖୁଛୁ ଜାଣୁଛୁ ତାର କାରଣ ବିଷୟରେ ବି କିଛି ଜାଣିଛୁ ଏବଂ ସେଗୁଡ଼ିକ କେମିତି ପ୍ରକାଶିତ ହେଇଛନ୍ତି ତାକୁ ଏସବୁ କଥା ଆମେ ବୁଝିଯାଉଛି। ଆଉ କିଛି ଗୋଟେ ଜିନିଷ ଆମେ ଜାଣିପାରୁନୁ, ଛୋଟିଆ ଛୋଟିଆ କଥା। ମନେକର ଗୋଟେ ବରଗଛର ମଞ୍ଜି, ଏଠି ବକଟେ ମଞ୍ଜି, ତା ଭିତରେ ଏଠି ବିରାଟ ଗଛର ସମ୍ଭାବନା ଅଛି, ପରବର୍ତ୍ତୀ ସମୟରେ ଏକ ବିରାଟ ବୃକ୍ଷରେ ସେ ପରିଣତ ହେଉଛି। କେମିତି ତା ଭିତରେ କୋଉ ଶକ୍ତି ରହିଛି ଏ କଥାଟା ଆମେ ତାର ହୋଲ ପ୍ରୋସେସଟାକୁ ଜାଣିପାରୁନୁ, ଅପରେସନଟାକୁ ଜାଣିପାରୁନୁ, ଅପରେଟିଭ ପ୍ରୋସେସଟା ଜାଣିପାରୁନୁ। ସେମିତି କେତେ ବ୍ରହ୍ମାଣ୍ଡ ଭିତରେ କେତେ ନକ୍ଷତ୍ର, କେତେ ତାରା ନକ୍ଷତ୍ର ଜନ୍ମ ନେଉଛନ୍ତି, ମରିଯାଉଛନ୍ତି, ବୁଲୁଛନ୍ତି, ଗ୍ରହ ଆଉ ସବୁ ଯେତେ ନିହାରିକା ପୁଞ୍ଜ, ତାର ମଧ୍ୟ ଶକ୍ତି ସେ କୋଉଠୁ ଆସୁଛି। ସେଇ ଯୋଉ ଏଇ ଜଗତରେ ଆମେ କୌଣସି ଗୋଟେ ଜିନିଷ, ମାନଙ୍କର ଫ୍ୟାନଟା ବୁଲୁଛି ଆମେ ବୁଝିପାରୁଛୁ, ଫ୍ୟାନ ବୁଲିବାକୁ ହେଲେ ଗୋଟେ ମୋଟର ଦରକାର, ମୋଟରକୁ ଚଳେଇବାକୁ ହେଲେ ଗୋଟେ ବିଜୁଳି ଶକ୍ତି ଦରକାର, ଇତ୍ୟାଦି ଏ କଥା ଗୁଡ଼ା ଆମେ ଜାଣିପାରୁଛୁ। କିନ୍ତୁ ସେଇଠି ଆମେ ବୁଝିପାରୁନୁ, ସେ ଆମକୁ ଅବଧ୍ୟ ଲାଗୁଛି, କେମିତି ଗୋଟେ ଆମ ପାଖରେ ମାନେ ଅସମର୍ଥତା ଲାଗୁଛି, ଆବଷ୍ଟ୍ରାକ୍ଟ ଲାଗୁଛି ମଧ୍ୟ ବେଳେ ବେଳେ। ସେଥିପାଇଁ ଆମେ କିଛି ନ ପାଇ ତାକୁ ଭାବୁଛୁ ଇଏ ଆମ ପାଖରେ ଗୋଟେ ଇଲ୍ୟୁଜନ। ଯେମିତି ଯାଦୁକର ତାର ଯାଦୁ ଦେଖାଏ, ତା ପଶ୍ଚାତରେ ତାର କଣ କୌଶଳ ଥାଏ ଆମେ ବୁଝିପାରୁନା, ଆମକୁ ବାସ୍ତବ ଭଳି ଲାଗେ, କିନ୍ତୁ ପ୍ରକୃତରେ ସେ କେମିତି କରେ ଆମେ ବୁଝିପାରୁନା। ତ ଏଇ ପ୍ରକାରର ଯୋଉ ଆମ ପାଖରେ ଏଇ ମାୟାର ଭାବଟା ଆସୁଛି, ପ୍ରଭୁ ତାକୁ କ୍ଲାରିଫାଇ କରୁଛନ୍ତି। ପ୍ରଭୁ କହୁଛନ୍ତି ଏ ଜଗତ, ସୃଷ୍ଟ ଜଗତରେ ଯାହା ଯାହା ସବୁ ସୃଷ୍ଟି ହଉଛି ତା ପଶ୍ଚାତରେ କଣ ଅଛି। ଭାଇମାନେ ତ ତାକୁ ଆମର ବୀର ଭାଇ, ଯୋଉଟା ଆମର ଋଗ୍ବେଦରେ ତୃତୀୟ ନବମ ମଣ୍ଡଳରେ ଦୁଇଟି ସୂକ୍ତ ଅଛି, 7 ଆଉ 3, ସେଇଟା ପ୍ରଭୁ ଏଠି ସେଟାକୁ ଏଇ ଚାପ୍ଟରରେ ତାକୁ ଆଣିଛନ୍ତି ଏବଂ ତାର ଆଲୋଚନା ମଧ୍ୟ ଖୁବ ସୁନ୍ଦର ଭାବରେ କରିଛନ୍ତି। କାରଣ ପ୍ରଭୁଙ୍କର ଯୋଉ ଇଂରାଜୀରେ ଯୋଉ ଟ୍ରାନ୍ସଲେସନ ତାକୁ ପଢିକି ମୁଁ ଶୁଣୁଥିଲି, ଦେବ ଭାଇ ତାକୁ ଏକ୍ସପ୍ଲେନ କରିଛନ୍ତି, ସମସ୍ତେ ସେଟା ବୁଝିଥିବେ। ମୁଁ ସେଥିପାଇଁ ତା ଉପରେ ସମୟ ନ ଦେଇକିରି କେବଳ ତାର ଜିଷ୍ଟଟା କହିଦଉଛି। ପ୍ରକୃତରେ ଏଇ ଯୋଉ ପରମ ପୁରୁଷ ଆଉ ଆଦ୍ୟା ଶକ୍ତି, ଇଏ ହଉଛନ୍ତି ଦୈତ୍ୟାଦୈତ୍ୟ। ସେମାନେ ଦୈତ୍ୟ କିନ୍ତୁ ସେମାନେ ପ୍ରକୃତରେ ଅଦ୍ୱୈତ। ଗୋଟେ ପୁରୁଷ ଆଉ ଗୋଟେ ଆଦ୍ୟା ଶକ୍ତି, ତାଙ୍କରି ଶକ୍ତିରୁ ଯୋଉ ବିଭୂତି ଗୁଡ଼ିକ ଆସୁଛନ୍ତି, ସେଇ ବିଭୂତି ଗୁଡ଼ିକ ସେଇ ଶକ୍ତିର ଗୋଟେ ଗୋଟେ ସାମର୍ଥ୍ୟକୁ ସେଥିରେ କୁହାଯାଇଛି ଯେ ସେ ଗୋଟେ ବସନ ରୂପେ ପରିଧାନ କରିଛନ୍ତି, ଗୋଟେ ପୋଷାକ ରୂପରେ ପରିଧାନ କରିଛନ୍ତି। ସୁତରାଂ ଏଇ ମାୟାଧାରୀ ମାନେ ଏଇ ପରମ ସତ୍ତାରେ ରୂପର ସୃଷ୍ଟି କରିଛନ୍ତି, ସେଇମାନେ ହିଁ ସୃଷ୍ଟି କଲେ। ଆଉ ତାଙ୍କରି ମାୟା ଦ୍ୱାରା ଏଇ ମାୟାଧାରୀ ମାନେ ସକଳ ରୂପର ମଧ୍ୟ ରଚନା କରିଛନ୍ତି। ତାକୁ ତାଙ୍କର ସାଙ୍କେତିକ ଭାଷାରେ ସେଥିରେ କୁହାଯାଇଛି ଯେ ଦିବ୍ୟ ଦୃଷ୍ଟି ସମ୍ପନ୍ନ ଯୋଉ ପିତୃଗଣ, ତାଙ୍କର ଗର୍ଭ ମଧ୍ୟରେ ସେ ଭ୍ରୂଣ ରୂପେ ପ୍ରତିଷ୍ଠିତ କଲେ। କାରଣ ଯେକୌଣସି ଜିନିଷ ସୃଷ୍ଟି ହବ ତାର ଭ୍ରୂଣ ରୂପଟା ଦରକାର, କାହିଁକିନା ସେ ଯେତେବେଳେ ସେଇ ସ୍ଥିତିକି ନ ରହିବ ସେମାନେ ସେ କେମିତି ଜନ୍ମ ନେବ। ସେଥିପାଇଁ ପ୍ରଭୁଙ୍କ ଇଂରାଜୀଟା ବ୍ୟୁଟିଫୁଲ ହେଇଛି, ସେ କହୁଛନ୍ତି ମାଷ୍ଟର୍ସ ଅଫ ମାୟା ସେଭ୍ଡ ବାଇ ହିଜ୍ ମାୟା। ହିଜ୍ ମାନେ କ୍ୟାପିଟାଲ ଏଚ୍, ଦି ଫାଦର୍ସ ହୁ ହାଭ ଡିଭାଇନ ଭିଜନ set him within a child that is to be born। এইটা হচ্ছে ইন্টারেস্টিং ଜିନିଷ। ଏଇ ଯୋଉ ସମ୍ଭାବନା ଗୁଡ଼ିକ ବୀଜ ମଧ୍ୟରେ ରହୁଛି, ସେଇଟା ପ୍ରକୃତରେ ପରବର୍ତ୍ତୀ ସମୟରେ ତାକୁ ବୁଝେଇଛନ୍ତି ପ୍ଲାଜମ ବୋଲି କହୁଛନ୍ତି, ଯାହାକୁ ଆମେ ଜୀବଦ୍ରବ୍ୟ ବୋଲି କହିବା। ସେଇ ଜୀବଦ୍ରବ୍ୟଟା ଅଛି ବୋଲି ମା ପେଟରେ ସେଇ ଭ୍ରୂଣଟି ବା ଜୀବଦ୍ରବ୍ୟଟି ଅଛି ବୋଲି ସେ ପିଲାର ରୂପ ନେଇକିରି ସେ ଜନ୍ମ ନେଉଛି ବା ସମ୍ମୁତିକୁ ଆସୁଛି। ଯାହା ହଉ ଆମେ ସିଧାସଳଖ ବର୍ତ୍ତମାନ ସେଇ 1 ନମ୍ବର ପାରାଗ୍ରାଫକୁ ଯିବା, ଚାପ୍ଟର 13ର, ଯୋଉଥିରେ ପ୍ରଭୁ ଆଗ ପ୍ରାଇମେରୀ ଜିନିଷ ଗୁଡ଼ିକ ବୁଝେଇଛନ୍ତି, କେତେ ଗୁଡ଼ିଏ ବେସିକ ଜିନିଷ ସେଥିରେ ବୁଝେଇଛନ୍ତି।
ଯେ କନସିୟସ୍ ବିଇଂ ବା ସଚେତନ ସତ୍ତା ଏଇ ଯୋଉ ପିଓର ଡିଲାଇଟ୍ ବା ଶୁଦ୍ଧ ଆନନ୍ଦ ଦ୍ୱାରା ଏକ୍ଜିଷ୍ଟେନ୍ସ ବା ସତ୍ ବା ସ୍ଥିତି ଏଇ ସୃଷ୍ଟି ଭିତରକୁ କେମିତି ଆସୁଛି ସେ କଥା ସେ ବୁଝାଉଛନ୍ତି। କାରଣ ଏଇ ଯୋଉ ସଚେତନ ସତ୍ତା ଆଉ ବିଶୁଦ୍ଧ ଆନନ୍ଦ ତାହା ମଧ୍ୟ ଦେଇ ସେ କାର୍ଯ୍ୟ କରୁଛନ୍ତି। ଆମେ ଯଥାର୍ଥ ସଚିତ ଆନନ୍ଦର ସ୍ୱରୂପ ଏ କଥା ମନେ ରଖିବାକୁ ପଡିବ। ଆକ୍ଚୁଆଲି ଏଇ ଯୋଉ ସଚିତ ବା ଚିତ ଶକ୍ତି ଆନନ୍ଦ, ସଚିତ ଶକ୍ତି ଆନନ୍ଦ ବା ସଚିତ ଆନନ୍ଦ ଆଗରୁ ଯୋଉ ଜାଣିଥିଲେ ପ୍ରଭୁ ତ କହିଲେ ସଚିତ ଶକ୍ତି ଆନନ୍ଦ ସ୍ୱରୂପ ଆମେ, ଇଏ ଆକ୍ଚୁଆଲି ଅଭିନ୍ନ ନୁହନ୍ତି, 3 in 1 ଟୁଇନ୍ ଏମାନେ। ତେଣୁ ଆମେ ସତ୍କୁ ଚେତନା ଆଉ ଆନନ୍ଦକୁ ଛାଡିକି ବୁଝିପାରିବାନି, ଚେତନାକୁ ମଧ୍ୟ ସତ୍ ସହିତ ସଂଯୁକ୍ତ ନ କରି ବୁଝିପାରିବାନି, ସତ୍କୁ ମଧ୍ୟ ଆନନ୍ଦ ସ୍ୱରୂପ ବୋଲି ନ ବୁଝିଲେ ସତ୍ର ବିଶେଷତ୍ୱ କିଛି ଜାଣିପାରିବାନି। ତାମାନେ ଏଇ କଥାଟି ପ୍ରଥମେ ଆଗେ ସେ କହୁଛନ୍ତି। ଅବଶ୍ୟ ଏମାନେ ବିଭିନ୍ନ ମୋଡରେ କାର୍ଯ୍ୟ କରନ୍ତି ଆଉ ଏମାନଙ୍କର ମଧ୍ୟ ମନୋଭାବ ମୁଡ୍ ମଧ୍ୟ ଅଲଗା ରହେ। ସେଇ ଅନୁସାରେ ମଣିଷ ଯୋଉ ଯୋଉ କର୍ମ କରୁଛି ସେଥିରୁ ଯାହା ସେ ସମ୍ମତି ଗୁଡ଼ିକ ଆସୁଛି ବା ସର୍ଜନା କରୁଛି, ସବୁଥିରେ ଗୋଟେ କାରଣ ଅଛି, ଗୋଟେ ଉଦ୍ଦେଶ୍ୟ ବି ଅଛି, ଆଉ ଗୋଟେ ଲକ୍ଷ୍ୟ ବି ଅଛି। ସେଇ ଲକ୍ଷ୍ୟରେ ପହଞ୍ଚିବାର ଇଏ ରହିଛି। ସେଇ କଥା ସେ ପ୍ରଥମ ପାରାଗ୍ରାଫର ପ୍ରଥମ ସେଣ୍ଟେନ୍ସ, ଭେରି ଇମ୍ପୋର୍ଟାଣ୍ଟ ସେଣ୍ଟେନ୍ସ। ପ୍ରଭୁ କହୁଛନ୍ତି the existence that acts and creates by power, ଏଇ ଯୋଉ ସତ୍ ବା ଅସ୍ତିତ୍ୱ ଯାହା ପ୍ରକାଶିତ ବା ଅଭିବ୍ୟକ୍ତ ହେଉଛି ସେଇ ସ୍ଥିତିରେ କଣ ରହିଛି? ସେ କହୁଛନ୍ତି ସେ କୋଉ ଶକ୍ତି ଦ୍ୱାରା ଚାଳିତ ହେଇଛି, କାହା ଦ୍ୱାରା ସେ କାର୍ଯ୍ୟ କରୁଛି ଏବଂ ସୃଷ୍ଟି କରୁଛି? ଯାହା ଦ୍ୱାରା କରୁଛି ସେ ହେଉଛି ଚିତ୍ ଶକ୍ତି, ପାୱାର। ଆଉ କୋଉଥିରୁ କରୁଛି ସେ? from the pure delight of its conscious being. The pure delight ଅର୍ଥ ଶୁଦ୍ଧ ଆନନ୍ଦ। ତାର ଶୁଦ୍ଧ ଆନନ୍ଦ ଦ୍ୱାରା ସେ ଡାଇରେକ୍ଟେଡ ହଉଛି। କାହାର? ନା ସେଇ ଯୋଉ ସଚେତନ ସତ୍ତା, ସଚେତନ ସତ୍ତାର ସେଇଟା ହିଁ ହଉଛି ପ୍ରକୃତରେ ବାସ୍ତବତା, ସେଇଟା ହିଁ ହଉଛି ପରମ ସତ୍ୟ। ଆଉ ପରମ ସତ୍ୟ ହଉଛନ୍ତି ସେ ନିଜେ, ସେଇ ବାସ୍ତବତା। ତାମାନେ ଏଇ ଯୋଉ ଅସ୍ତିତ୍ୱ ବୋଲି ଆମେ ଯାହା କହୁଛେ, ସତ୍ ବୋଲି ଯାହା କହୁଛେ, ଯାହା ପ୍ରକାଶିତ ହେଇଛି ବା ଅଭିବ୍ୟକ୍ତ ହେଇଛି, ତାହା କେମିତି କାର୍ଯ୍ୟ କରୁଛି ଏବଂ କେମିତି ସୃଷ୍ଟି ହେଇଛି? ନା ଚିତ୍ ଶକ୍ତି ଦ୍ୱାରା ସୃଷ୍ଟି ହେଇଛି। ତ ଆମେ ଚିତ୍ ଶକ୍ତି ସୃଷ୍ଟି କରୁଛି, ପୁଣି କୋଉଠୁ ସୃଷ୍ଟି କରୁଛି? ଆମେ ଆଗରୁ ପଢି ପଢିକି ଆସିଛେ ଯେ ସବୁ କିଛି ଆନନ୍ଦରୁ ସୃଷ୍ଟି ହେଇଛି। ଇଏ ଆନନ୍ଦଟା କେମିତି କ୍ୟାରି ଫରୱାର୍ଡ ହେଇଛି? ସେ ଯୋଉ ଆନନ୍ଦଟା ଯାହା ପରମଙ୍କ ପାଖରେ ଅଛି, ସେ ଯୋଉ ଶୁଦ୍ଧ ଆନନ୍ଦଟି ସିଏ ଆସୁଛି ଯେ ସଚେତନ ସତ୍ତା ପାଖକୁ ଆସୁଛି। ସଚେତନ ସତ୍ତାର ମାଧ୍ୟମରେ ବା ତାହାରି ପାଖରୁ ଯୋଉଟା ଆସୁଛି ସେଇଟା ହିଁ ରିଆଲିଟି, ସେଇଟା ହଉଛି ବାସ୍ତବତା। କାହିଁକି ନା ଏଇ ଯୋଉ ସଚେତନ ଅସ୍ତିତ୍ୱଟା ବା ସତ୍ତା ଯିଏ ଚିତ୍ ଶକ୍ତି ଦ୍ୱାରା ଚାଳିତ ହଉଛି, ତାରି ଶୁଦ୍ଧ ଆନନ୍ଦ ଦ୍ୱାରା ପ୍ରେରିତ ହଉଛି, ସେ ପରମ ପୁରୁଷ ସତ୍ତାଙ୍କର କ୍ରିୟାରେ ପ୍ରକୃତରେ ସେ କନେକ୍ଟ ପ୍ରବୃତ୍ତ ହଉଛି। ଆଉ ବିବିଧତାର ସୃଷ୍ଟି ମଧ୍ୟ ସେ କରୁଛି। ଆଉ ତାହା ହିଁ ହଉଛି ଯଥାର୍ଥ ସ୍ୱରୂପ। କାରଣ ଏଇ ଯୋଉ ବିବିଧତାଟା ଆମେ ଦେଖୁଛେ ତାହାରି, that we are the self of all modes and moods। এই ଦୁଇଟି ଭାରି ଇମ୍ପୋର୍ଟାଣ୍ଟ ଶବ୍ଦ ପ୍ରଭୁ ଏଠି ୟୁଜ୍ କରିଛନ୍ତି। ଗୋଟେ ହଉଛି ମୋଡ୍ସ। ମୋଡ୍ସ କହିଲେ ଗୋଟେ ବିଧିକୁ ବୁଝାଏ। ଯେମିତି ଆମେମାନେ 3ଟା ମୋଡ୍ ଜାଣିଛୁ, ଗୋଟେ ତାମସିକ ମୋଡ୍ ଜାଣିଛୁ, ରାଜସିକ ଜାଣିଛୁ, ସାତ୍ବିକ ଜାଣିଛୁ। ଏଇ 3ଟା ମୋଡରେ ସେମାନେ ଏଇ 3ଟା ଧାରାରେ ବା ତାର ଲେବୁଲ ଅନୁସାରେ ବା ତାର ଭୂମି ଅନୁସାରେ, ଭୂମିରେ ନିର୍ଦ୍ଦିଷ୍ଟ ବିଧି ଅନୁସାରେ ମଣିଷର କାର୍ଯ୍ୟ ଯେମିତି ରହେ, କେତେବେଳେ ସେ ତାମସିକତା ଭିତରେ ରହେ, କେତେବେଳେ ରାଜସିକତା ଭିତରେ ରହେ, କେତେବେଳେ ପୁଣି ଯାଏ କୋଉଠିକି ନା ସାତ୍ବିକ ସ୍ଥିତିକୁ ଯାଏ। କିନ୍ତୁ ଏଠି ସେ କହୁଛନ୍ତି ଯେ ଆମର ମଧ୍ୟ we are the self of all modes and moods। ଏ ମୋଡରେ ଯୋଉ ମୁଡ୍ସ ହଉଛି ମନୋଭାବ। ଏ ଦୁଇଟି ଯାକ ପ୍ରକୃତରେ କଣ ସୃଷ୍ଟି କରୁଛନ୍ତି? ଏ ଦୁଇଟି ଯାକ ହଉଛନ୍ତି କଜ, ଅବଜେକ୍ଟ ଆଣ୍ଡ ଗୋଲ ଅଫ ଆୱାର ଡୁଇଂ, ବିକମିଂ ଆଣ୍ଡ କ୍ରିଏଟିଂ। ଆମେ ଯୋଉ ଏସବୁ କାହାର କାରଣ? ଏଇ କାରଣ ଆଉ ଅବଜେକ୍ଟ ହଉଛି ଲକ୍ଷ୍ୟ ବା କାମ୍ୟ।
ଗୋଲ ହଉଛି ଲକ୍ଷ୍ୟ। କାମ୍ୟ ଆଉ ଇଏ ରୂପେ ଆମେ ଯୋଉ କାରଣ କାମ୍ୟ ଆଉ ସାଧ୍ୟ ରୂପେ ବା ଲକ୍ଷ୍ୟ ରୂପେ ଯୋଉଟା ସାଧ୍ୟ ସାଧାରଣତଃ ଆମର ଲକ୍ଷ୍ୟ ସେ କୋଉଠୁ ଆସୁଛି? ସେ କହୁଛନ୍ତି ଆମ ସତ୍ତାର ସେଗୁଡାକ କଣ କୋଉଥିରୁ ନା ଡୁଇଂ ବିକମିଂ ଆଣ୍ଡ କ୍ରିଏଟିଂ, କର୍ମ ସମ୍ଭୂତି ତଥା ସର୍ଜନା। ଆମର ଯେତେ ଆମେ କର୍ମ କରୁଛେ ଆଉ ଯାହା କିଛି ସମ୍ଭୂତି ବା ବିକମିଂ ତା ସହିତ ଯେତେ ସବୁ ରହିଲା ସୃଜନଶୀଳତା ବା ସୃଜନ ବା ସର୍ଜନା ତାର କାରଣ କାମ୍ୟ ଆଉ ସାଧନା ରୂପେ ବା ସାଧ୍ୟ ରୂପେ ଅବସ୍ଥିତ ହେଇକି ଅଛନ୍ତି। ତେଣୁ ସେଗୁଡିକ ସବୁ ଭିନ୍ନ ଭିନ୍ନ ମୋଡରେ ଭିନ୍ନ ଭିନ୍ନ ମୁଡରେ ଅଛନ୍ତି ସବୁ, ଆଉ ସେଇଥିପାଇଁ ବିଭେଦତା ରହୁଛି। ଆମେ ଯୋଉ ଖାଦ୍ୟ ଖାଉଛୁ ସେ ଗୋଟେ ମୋଡରେ, ଚିନ୍ତା କରୁଛୁ ଆଉ ଗୋଟେ ମୋଡରେ, ସେମାନଙ୍କର କର୍ମ ମଧ୍ୟ ଅଲଗା। କର୍ମ ଭିତରେ ପୁଣି ଆମେ ଭିନ୍ନ ଭିନ୍ନ ସମ୍ଭୂତି ମଧ୍ୟ ଆସୁଛି। ସମ୍ଭୂତି ମାନେ ଜନ୍ମଗ୍ରହଣ କରୁଛି, ସବୁ ନୂଆ ନୂଆ ରୂପ ନେଇକିରି ଆସୁଛି। ସେଥିରେ ମଣିଷମାନେ କେମିତି ଆସିଲେ, ଆମେ ଏଇଠି ଆମେ ରେଫରେନ୍ସ ନେବା କାହାର ନା ଇଭଲ୍ୟୁସନ ଆଉ ଇନଭଲ୍ୟୁସନ। ଇନଭଲ୍ୟୁସନ ଅର୍ଥ ଯାହା ଅଛି ଅଲରେଡି ବିବର୍ତ୍ତନ ବା ଡାଉନୱାର୍ଡ ଇଭଲ୍ୟୁସନରେ ପରମ ଚେତନା ଧୀରେ ଧୀରେ ବିଭିନ୍ନ ଆମର ଯୋଉ ପଞ୍ଚଭୂତ ତନ୍ମାତ୍ରା ଇତ୍ୟାଦି ଦେଇକିରି ଯେତେବେଳେ ସେ ଆସିଛନ୍ତି ଏବଂ ଜଡ଼ ଭିତରେ ରହିଛନ୍ତି, ସେଇଠୁ ପୁଣି ଇଭଲ୍ୟୁସନ ପ୍ରୋସେସରେ ଧୀରେ ଧୀରେ ସେ ଉପରକୁ ଇଭଲ୍ଭ କରୁଛନ୍ତି। ତେଣୁ ଚେତନାଟା ଆମେ ଯୋଉ ସ୍ଥିତିରେ ଆସିକି ରହିଲା ଜଡ଼ ଭିତରେ, ସେ ପୁଣି ଅତି ଚେତନାର ସ୍ଥିତିରେ ରହିଲା, ଅତି ଚେତନାରୁ ପୁଣି ଧୀରେ ଧୀରେ ସେ ଚେତନାର ସ୍ତର ନେଇକିରି ପୁଣି ସେ ଅତି ଚେତନା ପାଖରେ ପହଞ୍ଚିବ। ଏଇଟା ବି ଗୋଟେ ଜନ୍ମ। ସେଇଟା ସେଇ ଚେତନାରୁ ହିଁ ଜଡ଼ ସୃଷ୍ଟି ହଉଛି। এই କଥା ଆମର ବେଳରେ ହୁଏ, ସୃଷ୍ଟି ଜଡ଼ ଚେତନା ସୃଷ୍ଟି କରୁନି, ସେଇ ଚେତନାରୁ ହିଁ ଜଡ଼ ସୃଷ୍ଟି କରୁଛି। କାହିଁକି ନା ସେଇ ମୂଳ ଚେତନାଟା ଧୀରେ ଧୀରେ ଯେତେବେଳେ ନିବର୍ତ୍ତିତ ହେଇକି ଆସୁଛି ଜଡ଼ ସ୍ତରକୁ ଆସିଲା ବେଳେ ସିଏ ପୁରା କନସେନ୍ଟ୍ରେଟେଡ୍ ହେଇଯାଉଛି, ସମ୍ପୂର୍ଣ୍ଣ ଭାବରେ କନସେନ୍ଟ୍ରେଟେଡ୍ ହେଇଯାଉଛି ଏବଂ ଜଡ଼ର ଗର୍ଭରେ ସତେ ଯେମିତି ପରମ ଶୟନ କରିଛନ୍ତି। ଠିକ ସେଇ ଅବସ୍ଥାକୁ ସେ ଯାଉ, ଯାହାକୁ ଆମେ ନିଶ୍ଚେତନା ବୋଲି କହୁଛେ। ପୁଣି ଆମର ପ୍ରକ୍ରିୟାରେ ସେ ଧୀରେ ଧୀରେ କ୍ରମରେ ଯେହେତୁ ସେ ସମ୍ଭାବନା ଅଛି, ଯାହା ଇନଭଲ୍ୟୁସନରେ ସମ୍ଭାବନା ନଥିବ ଇଭଲ୍ୟୁସନରେ ସେଟା କେବେ ବାହାରିବନି, ପ୍ରକାଶ ହବନି। ସବୁ ସମ୍ଭାବନା ତାର ଭିନ୍ନ ଭିନ୍ନ ଭୂମିରେ ଭିନ୍ନ ଭିନ୍ନ ମୋଡରେ ସେ ରହିଛି ଏବଂ ସେଇଠୁ ସେ ଧୀରେ ଧୀରେ ଇଭଲ୍ୟୁସନ ପ୍ରୋସେସରେ ସେ ଉପରକୁ ଯାଉଛି। ଏବଂ ସେଥିରେ ଏଇ ସୃଷ୍ଟି ହବା ଏବଂ ପ୍ରକାଶିତ ହବା ପାଇଁ ଆବଶ୍ୟକତା ବା ସେ ସର୍ଜନାରେ ବା ସମ୍ଭୂତିରେ ଯୋଉ କର୍ମ କରାଯାଉଛି ତାର ସେଇ ସର୍ଜନା ଗୋଟେ କାରଣ ରହୁଛି ଏବଂ କାମ୍ୟ ବି ରହୁଛି ଏବଂ ସାଧ୍ୟ ବି ରୂପରେ ସେ ପ୍ରକାଶିତ ହଉଛି। ତାକୁ ଏକ୍ସାମ୍ପଲ ଦେବାକୁ ଯାଇ ପ୍ରଭୁ ବୁଝେଇଛନ୍ତି, ଯୋଉଟାକୁ ଭାଇମାନେ ମାନେ ବହୁତ ସୁନ୍ଦର ଭାବରେ ତାକୁ କହିଛନ୍ତି। ମୁଁ ଖାଲି ସେଇ ଜିନିଷଟାକୁ ରିପିଟ୍ କରିବି ଯେ ଗୋଟେ ଦୁଇଟା ତା ଦେହରେ ଉଦାହରଣ ଦେଇକି। ପ୍ରଭୁ କହୁଛନ୍ତି ଯେ as the poet, artist or musician when he creates does really nothing। এইটা ହିଁ ମାୟା। ଆମକୁ ଯଦି ଏଇ କଥାଟା କୁହାଯିବ, ଜଣେ କବି ଆଉ ଜଣେ କଳାକାର ଆଉ ଜଣେ ସଙ୍ଗୀତକାର ସେ ଯାହା ସୃଷ୍ଟି କରିଛି, ତା ଦ୍ୱାରା ଯାହା ସୃଷ୍ଟି ହେଇଛି, ଆମେ କହିବା ବାସ୍ତବରେ ସେଗୁଡ଼ା କିଛି ନାହିଁ। ତ ଏଇଟା କେମିତି ଗୋଟେ ମନରେ ଗୋଟେ ଆସୁଛି ଯେ ଏଇଟା କେମିତି, ଏଇଟା ଆମକୁ ବଡ ଅବାସ୍ତବ ବରଂ ଲାଗୁଛି। ସେ ଯାହା କ୍ରିଏଟ କଲେ ସେଟା କେମିତି ବାସ୍ତବ ନୁହେଁ। ଏଠି ପ୍ରଭୁ କହୁଛନ୍ତି ବାସ୍ତବରେ ସେ କିଛି କରନ୍ତି ନାହିଁ, ସେଥିରେ ତାଙ୍କର କିଛି ବିଶେଷତ୍ୱ ନାହିଁ। ତାଙ୍କେ ପ୍ରକୃତରେ ସୃଷ୍ଟିକର୍ତ୍ତା ନୁହନ୍ତି, ତାଙ୍କ ପାଖରେ ଗୋଟେ ଭ୍ରୂଣ ରହିଛି, ବୀଜ ବପନ କରାଯାଇଛି, ଆଉ ସେଇ ମାୟାଧାରୀ ମାନେ ତା ଭିତରେ ବୀଜ ବପନ କରିଛନ୍ତି ଏବଂ ସିଏ ସେଇ ଶକ୍ତି ସାମର୍ଥ୍ୟ ଆଣିଛନ୍ତି ସେଇ ପରମ ପୁରୁଷ ମା ଜଗଜ୍ଜନୀଙ୍କ ଠାରୁ। ସେମାନେ ତାକୁ ପରିଧାନ ଭାବରେ ନିଜେ ତାକୁ ପରିଧାନ କରିଛନ୍ତି ପୋଷାକ ଭାବରେ ଏବଂ ସିଏ ତାକୁ ନେଇକିରି ସେଇ ବୀଜଟିକୁ ତା ଭିତରେ ରଖିଛନ୍ତି, ପୁରା ଅଲରେଡି ଆଗରୁ ରହିଛି, ନିମଜ୍ଜିତ ହେଇକିରି ରହିଛି, ତା ଭିତରେ ଯୋଉ ସମ୍ଭାବନାକୁ ରଖିଛନ୍ତି। ତେଣୁ ଆମେ ଦେଖୁଛୁ ଯୋଉ ପ୍ରକାଶ ରୂପ, ଆମେ ନ୍ୟାଚୁରାଲି କଣ କହିବା, ଆମେ କିନ୍ତୁ ଦେଖୁଛୁ ଜଣେ ଜଣେ କବି ଅଛନ୍ତି ପ୍ରେମର କବିତା ଲେଖୁଛନ୍ତି, ଜଣେ ଜଣେ ବିପ୍ଳବୀ କବି ଅଛନ୍ତି, ଜଣେ ଜଣେ ଭକ୍ତ କବି ଅଛନ୍ତି, ଭିନ୍ନ ଭିନ୍ନ ପ୍ରକାରର ମୋଡରେ ଭିନ୍ନ ଭିନ୍ନ ପ୍ରକାର ସମ୍ଭାବନାକୁ ଧରିକି ସୃଜନ କରୁଛନ୍ତି।
ତେଣୁ ଏଇ କବି ହଉଥିବା କଳାକାର ହଉଥିବା ସଙ୍ଗୀତକାର ହଉଛୁ କୁହନ୍ତୁ ପ୍ରଭୁ କହୁଛନ୍ତି ଏଇଟା ସେ ନିଜେ ସୃଷ୍ଟି କରୁନି। ଏଇ କଥା କହିଲା ବେଳେ ମୋର ଗୋଟେ କଥା ମନେ ପଡୁଛି ଶ୍ରୀ ଅରବିନ୍ଦଙ୍କର ଯେତେବେଳେ ସାବିତ୍ରୀ ମହାକାବ୍ୟ ପବ୍ଲିଶ ହେଲା ପ୍ରଥମେ ମାଡ୍ରାସରେ ଦି ହିନ୍ଦୁ ଯୋଉ ପତ୍ରିକା ସେଥିରେ ଗୋଟେ ଏଡିଟୋରିଆଲ ବାହାରିଲା ଯେ ଯେହେତୁ ଶ୍ରୀ ଅରବିନ୍ଦ ପାଶ୍ଚାତ୍ୟ ଜଗତରେ ପାଠ ପଢିଥିଲେ ଏବଂ ବହୁତ ଗୁଡେ ଭାଷା ଲାଟିନ ଫ୍ରେଞ୍ଚ ଆଉ ଇଂରାଜୀକୁ ଛାଡ଼ିଦେଲେ ଇଟାଲିଆନ ବହୁତ ଭାଷା ଜାଣିଥିଲେ ତେଣୁ ସେ ଗୋଟେ ଶବ୍ଦର ଇନ୍ଦ୍ରଜାଲରେ ଏଥିରେ ବାନ୍ଧି ଦେଇଛନ୍ତି ନହେଲେ ସାବିତ୍ରୀର ବିଶେଷ କିଛି କଥା ନାହିଁ। ଏଇ କଥାଟା ଯେତେବେଳେ ଶ୍ରୀ ଅରବିନ୍ଦଙ୍କୁ ପଚରା ହେଇଛି ଶ୍ରୀ ଅରବିନ୍ଦ ଗୋଟେ ଚମତ୍କାର ଉତ୍ତର ଦେଲେ। ଶ୍ରୀ ଅରବିନ୍ଦ କହିଲେ ମୁଁ କଣ ଲେଖିଛି କି ୟାକୁ ये शब्द गुड़िक सब अन्य भिन्न भिन्न जगत ओभरमेंटाल प्लेन रु भिन्न भिन्न जगत विभिन्न भिन्न भिन्न मोड रे प्रकाशित होती मो मध्यम से गुड़िक प्रकाशित होती वेट करते ये जो प्रकाशित मो पाखे होती जो मैंने पढ़ुं मंतव्य दौरान से नुहे ये गोटे सारा जगतर गोटे सृजन सृष्टिर गोटे इतिहास अच्छी से जो मैंने प्रस्तुत हे जो मान भितर से प्रतिबोधात्मक ज्ञान जो उदय हम ता भर जदि से शुद्ध रिजन टा आसो प्योर रिजन आसो से फ्यूचर तेणु ए व्यस्त हबार कि ना ये केवल शब्दर इंद्रजाल अच्छी ता नुहे सेमती जे अनेक जिनस भितर सी जो कौन सी जेहेतु जापारे से भितर सरलता अमायिकता थिला बोली सी भीतर संभावनाटा से कहते मोर संभावनार सृष्ट जिनस यहाँ नुहे मो पाखे केवल मो मध्यम देगी से अपेक्षा करते जो चेतनार भूमि से मो मध्य देगी से सृष्टि है तो ये जो प्रभु कहले से कहते से प्रकृत किसी क्रिएट करती से डेभलप करती कौटा डेभलप करती ऑलरेडी जोटा अच्छी सम पोटेंशियलिटी डेभलप सम पोटेंशियलिटी in his unmanifested self into a form of manifestation सी विकसित न प्रकाशित न होइकरी अप्रकाशित स्थिति रे तांका भितर गोटे संभावना भाव थाए एवं सेटा कौन हुए ना डेभलप करे एवं से मैनिफेस्ट हुए इनटू ए फॉर्म जो संभाव्य फॉर्म टा आसे भिन्न भिन्न मनकर गोटे पोएटर तार जहाँ संभावना ता पाखे ऑलरेडी अच्छी से संभावना जमी मुझे कहली जो मानकर से प्रेम को आप्रिशिएट कर प्रेम को बुझार प्रेम भर भावावेश आसबार संभावना अच्छी से प्रेमर कविता लिखते सेमती भक्तिर भाव जहाँ भीतर रही पोटेंशियलिटी संभावना रही किंतु प्रकाशित होनी से जो मैनिफेस्टेशन करे से जो भक्त कवि विप्लवी कवि विभिन्न कवि कैटेगोराइजेशन रही सेमती जी सब कलाकार भिन्न भिन्न प्रकार कलार प्रदर्शन से करती किंतु सी डेभलप हुए से पोटेंशियलिटी भीतर अनमानिफेस्टेड फॉर्म रे थाए पुणी से सेल्फ मैनिफेस्टेशन हुए से पुणी हुए से तार गोटे परिवेश तार गोटे स्थिति तार गोटे पर्टिकुलर मोड रे से गुड़िक मूड रे दीटा जगह काम करे मोड भी काम करे मूड भी काम करे से पुणी प्रकाशित हुए सेमती आम गोटे थिंकर कथा भाविया स्टेट्समैन कथा भाविया मेकानिस्ट कथा भाविया प्रभु कहते जे जन दार्शनिक थिंकर माने दार्शनिक गोटे फिलोसोफर से विभिन्न प्रकार तार भावना आसे धारणा आसे से एस्टाब्लिश करे जे आम जानी दार्शनिक कथा अनेक दार्शनिक कथा सब आम जानी से भितर से संभावना थाए समस्त तो कांट नुह समस्त आरिस्टोटल नुह तेणु आरिस्टोटल जहाँ भिन्न भिन्न प्रकार अच्छा फिलोसोफर से भिन्न दृष्टि दृष्टिकोण अलग से संभावना भीतर अच्छी राधाकृष्ण भीतर जो संभावना थिला जो दर्शन संभावना थिला दार्शनिक तत्वर सेटा अन्य जन पाखे नाला किंतु जहाँ पाखे से जी भी हूँ प्रत्येक दार्शनिकर तार भितर एक निर्दिष्ट से दर्शन तत्वर संभावनाटा थाए से डेभलप करे और मैनिफेस्ट अवस्था थाए पुणी मैनिफेस्ट करे सेमती जो मैंने राष्ट्र नायक स्टेट्समैन जो मैंने यथार्थ राष्ट्र नायक जो मैंने राष्ट्र गठन जहाँ भीतर से संभावना रही सामर्थ्य रही से राष्ट्रकर्मी स्टेट्समैन मेकानिस्ट मेकानिस्ट कहले खाली इंजीनियरिंग को बुझाए ता नुहे जंत्र विशारद जो मैंने जंत्र द्वारा
ବିଭିନ୍ନ ଯନ୍ତ୍ର ତିଆରି କରିପାରନ୍ତି ଏବଂ ତାକୁ ଚାଳନା କରିବାର ମଧ୍ୟ ସାମର୍ଥ୍ୟ ତାଙ୍କର ଥାଏ। ସେ ମେକାନିକ୍ସ ମାନେ ମେକାନିକ୍ସ ବି କହିଯାଇପାରିବ, ଇଞ୍ଜିନିୟର କହିଯାଇପାରିବ। ଏଇମାନେ ସବୁ ହଉଛନ୍ତି ଟେକ୍ନିସିଆନ ବୋଲି କୁହାଯାଇପାରିବ। ଏଇମାନେ ହଉଛନ୍ତି ମେକାନିଷ୍ଟ। ସେମାନେ ସେଇ ଯୋଉ ବସ୍ତୁର ସେପ୍ଟାକୁ ଆଣନ୍ତି, କୌଣସି ଘଟଣାଟିକୁ ସଂଯୋଜିତ କରନ୍ତି, ତାଙ୍କ ପାଖରେ ସେ ସାମର୍ଥ୍ୟର ସମ୍ଭାବନାଟା ଥାଏ। ଯୋଉଟା କେମିତି ଥାଏ ନା, which lay hidden in themselves when it is cast into form। ମୂଳକୁ ପୁଣି ପଳେଇବା, ତାଙ୍କ ଭିତରେ ଯଦି ସେଟା ଆଗରୁ ସେଇ ଜିନିଷଟା କାଷ୍ଟ ହେଇନଥିବ, ତାର ମୂଳ ବୀଜଟି ଯଦି ସେଥିରେ ନଥିବ, ତାର ସମ୍ଭାବନାର ବୀଜଟି ଯଦି ସେଥିରେ ନଥିବ ବା ଅଙ୍ଗୀଭୂତ ହେଇନଥିବ, ତାହେଲେ କୋଉଠୁ ଆସିବ, ରୂପ କେମିତି ନେବ? ତେଣୁ ସେଗୁଡିକ ସେମାନଙ୍କ ଭିତରେ ଅଙ୍ଗୀଭୂତ ହେଇକି ରହିଥାଏ ଏବଂ ସେମାନେ ରୂପାୟିତ ହୁଏ। ଆଉ ସେଇଗୁଡ଼ିକ ଜରିଆରେ ସେମାନେ କ'ଣ ହୁଅନ୍ତି ନା ପ୍ରକାଶିତ ହୁଅନ୍ତି। ତେଣୁ ପ୍ରଭୁ କହୁଛନ୍ତି shape of the thing that which lay hidden in themselves when it is cast and formed, so is it with the world and the eternal। এইଗୁଡ଼ିକ ସବୁ ଯୋଉ ତାର ଶାଶ୍ୱତ ସ୍ରଷ୍ଟା ପୁରୁଷ ଯିଏ, ସେଠି ଯିଏ ବିଶ୍ୱ ଯୋଉ ସେଠି ଯୋଉ ଲେଖିଲେ with the world, এই ବିଶ୍ୱ ଜଗତ ମଧ୍ୟରେ ସେଗୁଡ଼ିକ କ'ଣ ହୁଏ ନା, ଏଇଟା ହଉଛି ତାର ରୀତି। ଏଇ ଅନୁସାରେ ପ୍ରକୃତରେ ଯାହା ସବୁ ଆମେ ଜଗତରେ ବିଶ୍ୱରେ ଦେଖୁଛେ, ଗୋଟେ କଳାକାରର ହଉ ବା ଗୋଟେ କବିର ହଉ ବା ଗୋଟେ ସଙ୍ଗୀତକାରର ହଉ ବା ଗୋଟେ ଦାର୍ଶନିକର ହଉ ବା ଗୋଟେ ରାଷ୍ଟ୍ରକର୍ମୀ ହଉ ବା ଗୋଟେ ଯନ୍ତ୍ର ବିଶାରଦ ହଉ, ଏ ସବୁଗୁଡ଼ିକ ତା ଭିତରେ ଥାଏ, ସଂଯୁକ୍ତ ହେଇକି ଥାଏ। ସେ ସମ୍ଭାବନା ଗୁଡିକ ଅଙ୍ଗୀଭୂତ ହେଇକି ରହିଥାଏ ଏବଂ ରୂପ ନିଏ। ଆଉ ସେଗୁଡ଼ିକ ଜରିଆରେ କେବଳ ସବୁ ପ୍ରକାଶିତ ହୁଅନ୍ତି। ଆଉ ସେଇଗୁଡ଼ିକ ମାନେ ଶାଶ୍ୱତ କାଳ ଧରି ଏଇ କଥା ହେଇଆସୁଛି। ଯିଏ ସ୍ରଷ୍ଟା ପୁରୁଷ, ଆଉ ଏଇ ଯୋଉ ଆମେ ଯୋଉ ସୃଷ୍ଟ ହେଇଥିବା ଏଇ ବିଶ୍ୱ, ତା ଭିତରେ ଏଇଟା ହଉଛି ତାର ରୀତି, ଦିସ୍ ଇଜ ଦି ପ୍ରୋସେସ। ଆଉ ଏଇଟା ଅଲରେଡି କାଷ୍ଟ ହେଇକି ରହିଥାଏ ସେ ଫର୍ମଟା। ଇଜିଟ୍ ସେଇଥିପାଇଁ କହୁଛନ୍ତି ଇଜିଟ୍ ୱିଥ୍ ଦି ୱାର୍ଲଡ ଆଣ୍ଡ ଦି, ବା ଇଟ୍ ଇଜ୍ ଇନ୍ ୱିଥ୍ ଦି ୱାର୍ଲଡ ଆଣ୍ଡ ଦି ଏକ୍ସଟର୍ନାଲ। ସୋ ଇଜିଟ୍ ଯୋଉ ଲେଖିଛନ୍ତି, ଏଇଟା ଗୋଟେ ଫର୍ମାଟରେ ପ୍ରଭୁ ଲେଖିଛନ୍ତି, ବେଳେବେଳେ ଏମିତି ଲେଖନ୍ତି। ସୋ ଇଟ୍ ଇଜ୍, ଆମେ ପଢିପାରିବା ଇଟ୍ ଇଜ୍ ୱିଥ୍ ଦି ୱାର୍ଲଡ ଆଣ୍ଡ ଦି ଇଟର୍ନାଲ। ତ ଏଇଟା ଶାଶ୍ୱତ କାଳ ପାଇଁ ରହିଛି ବା ଯୁଗପତ୍ ଭାବରେ ଏଇଟା ରହିଛି ପୁରା। ତ ତାପରେ ପ୍ରଭୁ କହୁଛନ୍ତି ଏଇ ଯୋଉ ସୃଷ୍ଟିଟା ହେଲା ବା ଏଇଟା ଯୋଉ ଆତ୍ମସମ୍ଭୂତି ହେଲା, ଏଇଟା କ'ଣ ପ୍ରକୃତରେ, ଏଇଟା କ'ଣ କାହା ଦ୍ୱାରା ପରିଚାଳିତ ହେଲା, କେମିତି ହେଲା? ସମ୍ଭାବନା ତା ଭିତରେ ଥିଲା, ସମ୍ଭାବନାଟାର ବିକାଶ ହେଲା ଧୀରେ ଧୀରେ। ତାପରେ ସେ କହୁଛନ୍ତି ଡେଭଲପ କଲା ଏବଂ ଅନମାନିଫେଷ୍ଟରୁ ମାନifestation ସୃଷ୍ଟିକୁ ଆସିଥିଲା। ଡିଫରେଣ୍ଟ ପର୍ସନ କ୍ଷେତ୍ରରେ ଡିଫରେଣ୍ଟ ମୋଡରେ ଏବଂ ଡିଫରେଣ୍ଟ ମୁଡରେ ମଧ୍ୟ ଆସିଲା। ଯାହାର ଯୋଉ ଯୋଉ ସମ୍ଭାବନା ଥିଲା ସେଗୁଡ଼ିକ ସୃଷ୍ଟି ହେଲା। କିନ୍ତୁ ସେ କହୁଛନ୍ତି ସକଳ ଅଲ୍ କ୍ରିଏସନ ଅର୍ ବିକମିଂ, ସବୁଗୁଡ଼ିକ ସୃଷ୍ଟି ଆଉ ସମ୍ଭୂତି କେବଳ କ'ଣ ନା, ଇଟ୍ ଇଜ୍ ନଥିଙ୍ଗ ବଟ୍ ଦି ସେଲ୍ଫ ମ୍ୟାନିଫେଷ୍ଟେସନ। ଏଇଟା ଆତ୍ମରୂପାୟନର ଗୋଟେ ଲୀଳା ବ୍ୟତୀତ ଆଉ କିଛି ନୁହେଁ। ଆତ୍ମରୂପାୟନ ମାନେ କ'ଣ? ନିଜ ଭିତରେ ଥିଲା ସେ ରୂପ, ଅପ୍ରକାଶିତ ହେଇକିରି ଥିଲା, ସେ ପ୍ରକାଶ ହେଲା। ତେଣୁ ଏ ଜଗତରେ ଯେତେ ସୃଷ୍ଟି ଆମେ ଦେଖୁଛେ, ଯେତେ ସମ୍ଭୂତି ଦେଖୁଛେ, ତାର ସେ କେବଳ ଆତ୍ମରୂପାୟନର ଲୀଳା ବ୍ୟତୀତ ଆଉ ସେ କିଛି ନୁହେଁ। ଇଟ୍ ଇଜ୍ ନଥିଙ୍ଗ ବଟ୍ ଦି ସେଲ୍ଫ ମ୍ୟାନିଫେଷ୍ଟେସନ। এইଗୁଡ଼ିକ ଆମକୁ ବଡ଼ କଷ୍ଟ ହଉଛି ବୁଝିବାକୁ। ଆତ୍ମରୂପାୟନ କେମିତି ହଉଛି? ଆମେ ଜାଣିଛୁ ଗୋଟେ ଜିନିଷ ଗଢିବାକୁ ହେଲେ ଦେୟାର ମଷ୍ଟ ବି ଏ ସେକେଣ୍ଡ ପର୍ସନ, କିଛି ମେଟେରିଆଲ ରହିବ, ପର୍ସନ ରହିବ ଏବଂ ସେ ଗଢି ଜାଣିଥିବ ଏବଂ ତାକୁ ସେ ଗଢିବ। କିନ୍ତୁ ଏଠି ସେ କହୁଛନ୍ତି ଯେତେ ସୃଷ୍ଟି ଆଉ ଯେତେ ସମ୍ଭୂତି, ସିଏ ଗୋଟେ ସବୁ ତାର ଆତ୍ମରୂପାୟନର ଗୋଟେ ଲୀଳା। ସେ କାହାର ଆତ୍ମରୂପାୟନ? ପରବର୍ତ୍ତୀ ସମୟରେ ପ୍ରଭୁ କହିବେ କିଏ ତା ଭିତରେ ଅଛି, କିଏ ସେ ସମ୍ଭାବନା ଭରି ଦେଇଛି, କିଏ ତା ଭିତରେ ପୁଣି ଅନମାନିଫେଷ୍ଟରୁ ମ୍ୟାନିଫେଷ୍ଟ ଅବସ୍ଥାକୁ ଯାଉଛି। ସେ ସବୁ ସିନା କେତୋଟି ଉଦାହରଣ ଦେଲେ, କିନ୍ତୁ ସବୁ କିଛି, ସକଳ ସୃଷ୍ଟି, ସକଳ ସମ୍ଭୂତି, ସେଇଟାକୁ ବୁଝିବାକୁ ଯାଇ ପ୍ରଭୁ କହୁଛନ୍ତି ଆଉଟ୍ ଅଫ୍ ସିଡ୍ ଦେୟାର ଇଭଲ୍ଭସ୍ ଦ୍ୟାଟ୍ ହ୍ୱିଚ୍ ଇଜ୍ ଅଲରେଡି ଇନ୍ ଦି ସିଡ୍, ପ୍ରି ଏକ୍ଜିଷ୍ଟେନ୍ସ ଇନ୍ ଦି ବିଙ୍ଗ, predestined in its will to become prearranged in the delight of becoming। ପ୍ରଭୁ କହିଲେ ମଞ୍ଜି ନହେଲେ ଗଛ କୋଉଠି ହବ? ତ ଅଲରେଡି ମଞ୍ଜି ସମ୍ଭାବନା ଭାବରେ ଅଛି, ଯୋଉଟା କି ବିବର୍ତ୍ତିତ ହବ ଏବଂ ଯାହା ଅଲରେଡି ତା ଭିତରେ ରହିଛି ପୁରା, which is already in the seed,
ଯେମିତି ଆମେ କହିଲେ ଗୋଟେ ବରଗଛ, ବିରାଟ ବଡ ବରଗଛ, ଏଡ଼ିଟିଏ ଛୋଟିଆ ମଞ୍ଜିଟିଏ, ଏଇଟାକୁ ଆମେ ଭାବି ପାରୁନୁ, କଳ୍ପନା ବି କରିପାରୁନୁ। ବଡ ଗଛ ହେଲା ବେଳେ ବଡ ମଞ୍ଜି ହବ ତା ବି ମଧ୍ୟ ନୁହେଁ, କିନ୍ତୁ ତା ଭିତରେ ଏତେ ସମ୍ଭାବନା କେମିତି ରହିଛି, ଏତେ ପତ୍ର, ଏତେ ଡାଳ, କେତେ ବିରାଟ ଆକାର, ଏସବୁ କେମିତି ରହିଛି। ସେ କହୁଛନ୍ତି ସେଇଟା ଅଛି ତା ଭିତରେ, ସେଇଟା ଇନଭଲ୍ଭ ହେଇକିରି ରହିଛି, ତେଣୁ ଇନଭଲ୍ଭ ହଉଛି ଅଲରେଡି ଇନ୍ ଦି ସିଡ୍। ଆଉ ସେଇଟା ପ୍ରି ଏକ୍ଜିଷ୍ଟେନ୍ସ ଇନ୍ ଦି ବିଇଂ, ସତ୍ତା ଭିତରେ ସେ ଆଗରୁ ଅଛି। ଭିତରେ ଯାହା ପୂର୍ବରୁ ଅନ୍ତର୍ଭୁକ୍ତ ହେଇକିରି ରହିଛି ସେଇଟା ଅଙ୍କୁରିତ ହଉଛି, ସେ ବୀଜଟି ଭିତରୁ ସେ ବାହାରି ଆସୁଛି, ସେଇଠୁ ମ୍ୟାନିଫେଷ୍ଟ ହଉଛି। ତ ସମ୍ଭୂତିଟା ତ ହଉଛି ସେ ଅଙ୍କୁରିତ ହବାର ସତ୍ତା। ତେଣୁ ସେଇ ତା ଭିତରୁ ସେ ବିଦ୍ୟମାନ ରହିଥିଲା ବୋଲି ସେ ସମୁଦ୍ର ଗୋଟେ ଇଚ୍ଛା ଅଛି। ସେଥିପାଇଁ କହୁଛନ୍ତି ପ୍ରି ଡେଷ୍ଟାଇନ୍ ଇନ୍ ଇଟ୍ସ ୱିଲ୍, ସେ ଆଗରୁ ସ୍ଥିରୀକୃତ ହେଇକିରି ରହିଛି, ସୁନିର୍ଦ୍ଦିଷ୍ଟ ହେଇକିରି ରହିଛି ଯେ ଏଇ ଜିନିଷଟା ତାର ଇଚ୍ଛା, ସମୁଦ୍ର ଇଚ୍ଛାଟା ଏଇ ଯଦି ହବ ସେଇ ହବ। ବରଗଛରୁ ବରଗଛଟି ସୃଷ୍ଟି ହବ, ମଞ୍ଜିରୁ ମକା ଗଛରୁ ମକାଟି ସୃଷ୍ଟି ହବ। ଇଏ କଥାଟି ଅଲରେଡି ଅଛି ତା ଭିତରେ, এটা ପ୍ରିଡେଷ୍ଟାଇନ୍ ହେଇକି ରହିଛି ଏବଂ ତା ପାଇଁ ଇଚ୍ଛା ବି, ୱିଲ୍ ଟୁ ବିକମ୍ ପ୍ରି ଆରେଞ୍ଜ, ପୂର୍ବରୁ ସେ ଆୟୋଜିତ ହେଇକି ରହିଛି। ଏଇଟା କଣ ପାଇଁ ସବୁ ଏତେ ସୁନ୍ଦର ଭାବରେ ଏଗୁଡ଼ା ଆୟୋଜନ କାହିଁକି କରାହେଇଛି, ତା ଇଚ୍ଛା ମଧ୍ୟ ହେଇଛି ସେଇଆ, ଏବଂ ପ୍ରିଡେଷ୍ଟାଇନ୍ ହେଇଛି। ତାର ମୂଳରେ କଣ ରହିଛି? ତା ମୂଳରେ ରହିଛି ସମ୍ମୁତିର ଆନନ୍ଦ। এইଠି ଆସିଲା ସମ୍ମୁତିର ଆନନ୍ଦ ଯୋଜନାରେ ଏ ସ୍ଥାନଟି ଆଗରୁ ନିର୍ଦ୍ଧାରିତ ହେଇକି ରହିଛି। ଅମୁକ ଲୋକର ଅମୁକ ଗୋଟେ ବହୁତ ସୁନ୍ଦରିଆ ପୁଅଟେ ଜନ୍ମ ହବ, ସେ ପୁଅଟି ଜନ୍ମ ହେବାକୁ ତାର ଗର୍ଭରେ ଯୋଉ ଅଙ୍କୁରିତ ହେଇଛି ଯୋଉ ଭ୍ରୂଣଟି ଫର୍ମେସନ ନେଇଛି ଜାଇଗୋଟ୍, ସେ ଫର୍ମାଟରୁ ତାର ସବୁ ରୂପ, ନାକ କେମିତି, ମୁହଁ କେମିତି, ଆଖି କେମିତି, ଲିଙ୍ଗ କଣ ଇତ୍ୟାଦି ଇତ୍ୟାଦି ଅଲରେଡି ତା ଭିତରେ ରହିଛି, ପ୍ରିଡେଷ୍ଟାଇନ୍ ହେଇକି ରହିଛି, ପ୍ରି ଏକ୍ଜିଷ୍ଟେନ୍ସ ଷ୍ଟେଜରେ ରହିଛି, ଆଉ ପ୍ରି ଆରେଞ୍ଜଡ ବି ହେଇଛି। ଆଉ ସେଇଟା ଥିବାରୁ ଯେତେବେଳେ ସେ ବିକମିଂ ହଉଛି ତାର ଗୋଟେ ଆନନ୍ଦ, ସେଇ ଆନନ୍ଦଟାକୁ ସେ ତାରି ଭିତରେ, ସମ୍ଭୂତି ଭିତରେ ସେ ଧାରଣ କରିକି ନେଇକି ଆସୁଛି। এইটা হচ্ছে সম্ভূতির আনন্দ। প্রকৃତରେ এইটা হচ্ছে ଗୋଟେ ସୃଷ୍ଟିର ସର୍ଜନାର ବା ଗୋଟେ ଜନ୍ମର, ଅତି ସରଳ ଭାବରେ କହିଲେ ଯାହା କିଛି ଜନ୍ମର ଆମେ ଦେଖିବା। ଛୋଟିଆ ଯେତେବେଳେ କହୁଛି, ଯେଟା ପ୍ରାୟ ସମସ୍ତେ ଅନୁଭବ କରିଥିବେ, ଗୋଟେ ମଞ୍ଜିଟି ଆପଣ ଲଗେଇଛନ୍ତି, କେତେ ଗୁଡେ ମଞ୍ଜି ପକେଇଛନ୍ତି, ଧଣିଆ ଗଛର ମଞ୍ଜି ପକେଇଛନ୍ତି, ଆପଣ ସବୁଦିନ ଯେଟାକୁ ଦେଖୁଛନ୍ତି, କୋଉଦିନ ସେଥିରୁ ଗଜା ହବ, ତାପରେ ଦିପତ୍ର ଗଛ ହବ, ଆନନ୍ଦ ଲାଗିନି? ଯଦି କିଛି ଗଛ ନହେଲା ତାହେଲେ ମଞ୍ଜିଟା ଯଦି ଇଫେକ୍ଟିଭ ଅଛି, ତା ଭିତରେ ଯଦି ସମ୍ଭାବନା ନାହିଁ ବା ଅନୁକୂଳ ସ୍ଥିତି ସେ ପାଇନି, ଭାରି ମନ ଦୁଃଖ ଲାଗେ। କିନ୍ତୁ ଖୁସି ଲାଗେ କେତେବେଳେ, ଯେତେବେଳେ ସେଥିରୁ ମଞ୍ଜିଟି ବାହାରିବ, ଗଛ ଦିପତ୍ର ବଢିବ। ଯେକୌଣସି ଯାହା ବି ଆପଣ ଲଗାନ୍ତୁ, ଯୋଉ କଥା ହଉ, ସେ ମୁଗ ଗଛ ହଉ, ଧାନ ଗଛ ହଉ, ବା ଧନିଆ ଗଛ ହଉ, ବା ଅନ୍ୟ ଯେକୌଣସି ମଞ୍ଜି ହଉ, ଫୁଲର ମଞ୍ଜି ହଉ, ଯାହା। ତ ଏତେ ଭିତରକୁ ପ୍ରଭୁ ପୁରା ତାକୁ ଟିକିନିକି କରିକିରି ଦେଖିକି ଆନାଲିସିସ୍ କରିଛନ୍ତି, ତାକୁ ପଢିଲା ବେଳକୁ ବି ଗୋଟେ ଅଲଗା ପ୍ରକାର ଆନନ୍ଦ ଆସୁଛି। ଆରେ ସତ, ଏସବୁ କଥା ଆମେ ସିନା ବୁଝିପାରୁନୁ, କିନ୍ତୁ ପଢିଲା ବେଳେ କାହିଁ ଆନନ୍ଦ ଲାଗୁଛି। ଯଦି ବୁଝିପାରୁଥିବା ଜିନିଷଟା ଆମେ ଖାଲି ଆନନ୍ଦ ଦିଅନ୍ତା, ତାହେଲେ ଏଇ ଯୋଉ ଜିନିଷ ଗୁଡ଼ିକ ପ୍ରଭୁ ଏଠି ବର୍ଣ୍ଣନା କରିଛନ୍ତି, ଏ କଥାଟାକୁ ଆମକୁ ପୁଣି କେମିତି ଆନନ୍ଦ ଦଉଛି। ତାହେଲେ ସେ ଆନନ୍ଦର ମଧ୍ୟ ସମ୍ଭାବନାଟି ଆମ ଭିତରେ ଅଛି। ତା ଅର୍ଥ ସେ ସେଇ ଅଛନ୍ତି, ଯିଏ ସେଇ ହଉଛନ୍ତି ବ୍ରହ୍ମ, ଯିଏ ଆନନ୍ଦମୟ ବା ଆନନ୍ଦମୟୀ, ସିଏ କୋଉଠି ନା କୋଉଠି ଆମ ଭିତରେ ରହିଛନ୍ତି। ନ ରହିଥିଲେ କୋଉଠୁ ଆସିଲା? ତାପରେ ପ୍ରଭୁ ଆହୁରି ଭିତରକୁ ଗଲେ, ବହୁତ ସାଇଣ୍ଟିଫିକାଲି ଆଉ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ, ସ୍ପିରିଚୁଆଲି ବି। ସେ କହୁଛନ୍ତି ଯେ ଓରିଜିନାଲ ପ୍ଲାଜମ held in itself in the force of being the resultant organism, ମାନେ ମୂଳରେ ଯୋଉ ଭ୍ରୂଣଟି ପରିଣତ ହେବାକୁ ଯାଉଛି, ସେଇ ଯୋଉ ଜୀବକୁ ଯୋଉ ଶକ୍ତି ଦରକାର, ସେଇ ତାର ଆବଶ୍ୟକୀୟ ବା ନିଜ ଭିତରେ ସେଇ ଶକ୍ତି ରୂପେ ସେ ଧାରଣ କରିଛି। ଆମେ ତାକୁ କହିପାରିବା ଜୀବଦ୍ରବ୍ୟ ବୋଲି କହିପାରିବା। ଭ୍ରୂଣକୁ ଆମେ ଜୀବଦ୍ରବ୍ୟ ଏଇଥିପାଇଁ କହିବା ଯେ ସେଇଟା ଭିତରେ ସମ୍ଭାବନା ରହିଛି, ତା ଭିତରେ ଆବଶ୍ୟକୀୟ ଶକ୍ତି ବି ରହିଛି। ଇଏ ଯଦି ନଥାନ୍ତା ତାହେଲେ ତାର ପ୍ରକାଶ ହେଇପାରନ୍ତାନି, ତାର ସମ୍ଭୂତି ହେଇପାରନ୍ତାନି। ଏଇଆ ହିଁ ପ୍ରଭୁ କହୁଛନ୍ତି। ଯେମିତି ଆମେ ପଢିଲେ ଆପଣଙ୍କର ଋଗ୍ବେଦରେ ଯୋଉ ସେ ପଢିଲେ, ସେ ମଣ୍ଡଳରେ, ଏଇ ଯୋଉ ସେଟା ବୋଧେ ନବମ ମଣ୍ଡଳରେ ତୃତୀୟ ତା ଦେହରେ ବି ପଢିଲେ ଆମେ, ଯେମିତି ସେଇ ଯୋଉ ଯିଏ ହଉଛନ୍ତି ପିତୃଗଣ, ସେ ଦିବ୍ୟ ଦୃଷ୍ଟି ସମ୍ପନ୍ନ ଯୋଉ ପିତୃଗଣ, ସେ ତାହାକୁ ଗର୍ଭ ମଧ୍ୟରେ ଭ୍ରୂଣ ରୂପରେ ପ୍ରତିଷ୍ଠା କରିଛନ୍ତି।
ତ এইଟା ହଉଛି ପ୍ରକୃତରେ ଗୋଟେ ଦେବ ମାୟା। ସେ ମାୟା ଟିକେ ଆମେ ଜାଣିପାରୁନୁ। ପ୍ରକୃତରେ ଆମେ ବେଳେ ବେଳେ ଆମକୁ ଆଶ୍ଚର୍ଯ୍ୟ ଲାଗେନି କି କେତେ ସୁନ୍ଦର ସମ୍ଭୂତି ସବୁ ଆସେ। ଗୋଟେ ଭିନ୍ନ ଭିନ୍ନ ଫୁଲର, ଭିନ୍ନ ଭିନ୍ନ ଜୀବର, ଭିନ୍ନ ଭିନ୍ନ ରୂପ ରୂପାୟନ ନେଇକିରି ସେ ସବୁ ତାରି ଭିତରେ ଥାଏ। ଆଉ ଗୋଟେ ଗୋଟେ କଥା ଦେଖାଯାଏ ଯେ ତାକୁ ପ୍ରଭୁ ବି କୋଉଠି ଗୋଟେ ବ୍ୟବହାର କରିଛନ୍ତି। ଗୋଟେ ତାର ଅବସ୍ଥା ଆସେ, ଗୋଟେ ଅଣ୍ଡା ଦବାର ପୂର୍ବ ଅବସ୍ଥା ଗୋଟେ ଅଦ୍ଭୁତ ପ୍ରକାର ଅବସ୍ଥା ଆସେ। ସେ କଥା କହିବି ପ୍ରଭୁ, ମୁଁ କହିବି। କିମ୍ବା ଗୋଟେ ଛୁଆଟେ ଜନ୍ମ ହବ, ଯୋଉ ଜନ୍ମ କରୁଥିବା ମା, ତାର କେମିତି ସବୁ ଚେଞ୍ଜ ଆସେ। କାରଣ ସେଇ ସମ୍ଭୂତିଟା ଆସିବା ପୂର୍ବ ଅବସ୍ଥା ସେଟା ଦର୍ଶେଇ ଦିଏ। ସେଥିରେ ସିଏ ବହୁତ ଆନନ୍ଦିତ ହୁଏ। ଯାହା ପାଖରୁ ସମ୍ଭୂତିଟା ଆସେ ସିଏ ବେଶୀ ଆନନ୍ଦିତ ହୁଏ। ଯେତେବେଳେ ସମ୍ଭୂତିଟା ହେଇସାରେ ତାପରେ ଯାଇକି ଅନ୍ୟମାନେ ତାକୁ ଦେଖିକି ଖୁସି ହୁଅନ୍ତି। ସେଇଠି ପ୍ରଭୁ କହୁଛନ୍ତି କାରଣ କଣ? ଏଇ ଯୋଉ ଆମେ ଜୀବଦ୍ରବ୍ୟଟି କହୁଛେ, ଯାହାକୁ ଭ୍ରୂଣ ବୋଲି କହୁଛେ, ମୌଳିକ, ସେଟା ଓରିଜିନାଲ ପୁରା ମୂଳ। ସେଇଗୁଡ଼ିକ ଓରିଜିନାଲ ଜୀବ ଦ୍ରବ୍ୟ ଗୁଡ଼ିକ ଯେତେବେଳେ ଗୋଟେ ଜୀବ ଆକାର ନିଏ, ରୂପ ନିଏ, ସେଇ ଶକ୍ତି ରୂପେ ତା ଭିତରେ ଧାରଣ କରି ସେ ରହିଥାଏ। ଇନ୍ ଇଟସେଲ୍ଫ ଦି ଫୋର୍ସ ଅଫ ବିଙ୍ଗ, ସତ୍ତାର ଶକ୍ତି ରୂପରେ ଧାରଣ କରି ରହିଥାଏ। ଯାହାର ରିଜଲ୍ଟ ହଉଛି ସେ ଗୋଟେ ଅର୍ଗାନିଜିମକୁ ଦିଏ, ଜନ୍ମ ଦିଏ। କାରଣ ଫର ଇଟ୍ ଇଜ ଅଲୱେଜ ଦି ସିକ୍ରେଟ ବର୍ଡନ୍ଡ ସେଲ୍ଫ ନୋଇଂ ଫୋର୍ସ which labors under its own irresistible impulse to manifest the form of itself with which it is charged. ଏଇଠି ମୁଁ ଗୋଟେ କଥା କହିବି, ଏଇ ସବୁ ଜିନିଷ ସଂଗୁପ୍ତ ହେଇକିରି ଥାଏ, ଏକ ପ୍ରକାର ବର୍ଡନ୍ ହେଇକିରି ମଧ୍ୟ ଥାଏ, ବାଧ୍ୟ ହେଇକି ଥାଏ। ଏବଂ ତା ଭିତରେ ଗୋଟେ ସେଲ୍ଫ ନଲେଜ ଥାଏ, ଆତ୍ମଜ୍ଞାନର ଶକ୍ତି ଥାଏ, ସେଲ୍ଫ ନଲେଜ ଫୋର୍ସ ମଧ୍ୟ ଥାଏ, ଯିଏକି ଶ୍ରମ କରେ, ପୁରା ଶ୍ରମ କରେ। କ'ଣ ପାଇଁ ଶ୍ରମ କରେ? ତାର ଗୋଟେ ଇରେଜିଷ୍ଟିବଲ ଇମ୍ପଲ୍ସ ଆସେ। ମାନେ ଏମିତି ଗୋଟେ ଆସେ ଯେ କେମିତି ସେ ସମ୍ଭୂତ ହବ, ସେଥିପାଇଁ ତାର ଭିତରେ ଆଉ ରହିପାରେନି, ଅଟକି ପାରେନି। ସେ ମାନେ ରେଜିଷ୍ଟ ନିଜକୁ କରିପାରେନି। ଏଭଳିଆ ଗୋଟେ ଆକୁତି ଆସେ। କ'ଣ ପାଇଁ ଆକୁତିଟା? ଟୁ ମ୍ୟାନିଫେଷ୍ଟ। କ'ଣ ପାଇଁ ମ୍ୟାନିଫେଷ୍ଟ କରିବ? ଦି ଫର୍ମ ଅଫ ଇଟସେଲ୍ଫ ୱିଥ୍ ହ୍ୱିଚ୍ ଇଟ୍ ଚାର୍ଜ। ଅଲରେଡି ତାକୁ ସେଇ ସମ୍ଭାବନା ଦିଆହେଇ ଚାର୍ଜ କରାଯାଇଛି, ସେ ସେଇଟା ବହନ କରୁଛି। ଗୋଟେ ମାର ଯୋଉ ଭ୍ରୂଣଟି ତାର ଗର୍ଭରେ, ସେ ସେଇଥିପାଇଁ ସେ ବହନ କରୁଛି, ଗୋଟେ ସନ୍ତାନର ସମ୍ଭାବନାଟାକୁ ରଖିଛି। ଏବଂ ତା ଭିତରେ ସେ ଆସେ ତାର ସେଇ ନ୍ୟାଚୁରାଲ ପ୍ରୋସେସରେ, ତାର ଗୋଟେ ତା ଭିତରେ ଗୋଟେ ଆକୁତି ଆସେ। ସେ ପ୍ରତିରୋଧ କରିପାରିନା, ଅପ୍ରତିରୋଧ ଆକୁତି ତାର ଆସେ। କିନ୍ତୁ ଆଜିକାଲି କ'ଣ ହଉଛି? ଆଜିକାଲି ପ୍ରାୟ ମୋଷ୍ଟ ଅଫ୍ ଦି 80 to 90% ଏ ଜେନେରେସନରେ ଗୋଟେ ଛୁଆଟେ ଜନ୍ମ ହବାର ପ୍ରକୃତ ସମୟ ଆସିନଥିବ, ତା ଭିତରେ ସେଇ ଇରେଜିଷ୍ଟିବୁଲ ଇମ୍ପଲ୍ସ ଆସିନଥିବ ମ୍ୟାନିଫେଷ୍ଟ କରିବାକୁ। ତା ପୂର୍ବରୁ ଏମାନେ କ'ଣ କରୁଛନ୍ତି? ତା କଷ୍ଟ କରିବ, ଲେବର କରିବ, ସେ ଶ୍ରମ କରିବ। କାରଣ ଗୋଟେ ନୂତନ ସୃଷ୍ଟି ପୂର୍ବରୁ ମଞ୍ଜିରୁ ଗୋଟେ ଗଜାଟିଏ ବାହାରିବା ପାଇଁ ସେ ଶ୍ରମ କରେ। ଆମେ ଦେଖିପାରୁନୁ ସିନା, ଶ୍ରମ କରେ। କିନ୍ତୁ ଆମେ କ'ଣ କରୁଛୁ? ଆକୁ ଗୋଟେ ଅପ୍ରାକୃତିକ ଉପାୟରେ ତାର ସମୟ ଆସିନି, ତା ପୂର୍ବରୁ ଗୋଟେ ଛୁଆଟେ ଜନ୍ମ, କାହିଁକି ନା ତା ପଶ୍ଚାତରେ ରହୁଛି ମାନେ ଡକ୍ଟର ମାନେ ଆଜିକାଲି ଗୋଟେ ପ୍ରକାରର ଭୟଭୀତ କରିଦଉଛନ୍ତି ମା ମାନଙ୍କୁ ବା ବାପା ମାନଙ୍କୁ ବା ଗୋଟେ ପରିବାର ଲୋକଙ୍କୁ। କ'ଣ ନା ଆମେ ଯଦି ଡିଲେ କରିଦେବୁ, ଏଇଟା ହବ, ସେଇଟା ହବ, ପ୍ରି ଏକ୍ଲାମ୍ପସିଆ ହେଇଯିବ, ତାର ମାନେ ଜୀବନ ପ୍ରତି ବିପଦ ଅଛି, ଇତ୍ୟାଦି ଇତ୍ୟାଦି। କିନ୍ତୁ ଯିଏ କରିଛନ୍ତି ୟାକୁ, ଯିଏ ୟାକୁ ତା ଭିତରେ ରଖିଛନ୍ତି, ହଁ ହୁଏ, ଏକ୍ସେପସନାଲ କେସ୍ ଅଛି, କମ୍ପ୍ଲିକେସନ୍ ଅଛି, ସେଟା ଅଲଗା। ଏବେ ସବୁ କେସ୍ ଗୁଡା କମ୍ପ୍ଲିକେଟେଡ କେସ୍ କରିଦିଆଗଲା। କିନ୍ତୁ ଏଠି ପ୍ରଭୁ ଯାହା ଲେଖୁଛନ୍ତି, ଯେକୌଣସି ଜିନିଷ କିଏ ସମ୍ମୁତି ଭିତରକୁ ଆସିବ, ସିଏ ସଂଗୁପ୍ତ ହେଇକିରି ରହିଛି, ତା ଭିତରେ ବର୍ଡନ୍ ହେଇକିରି ରହିଛି ସିଏ। ଏବଂ ସିଏ ତା ଭିତରେ ସେ ଆତ୍ମଜ୍ଞାନର ଶକ୍ତି ଅଛି, ସେ ଶ୍ରମ କରୁଛି। ମାଟା ପ୍ରକୃତରେ ତା ଛୁଆଟା ତା ଭିତରେ ଯେତେବେଳେ ଗୋଟେ ଏଠି ଭୁଷ ପକାଏ, ସେଠି ବାଡ଼େଇ ଦିଏ, ତାକୁ ଖୁସି ଲାଗେ। ତାକୁ ତାପରେ ଏମିତି ଗୋଟେ ସମୟ ଆସେ, ଆଉ ସେ ତାକୁ ଆୟତ୍ତ କରିପାରେନି। ଅପ୍ରତିରୋଧ ଆକୁତି ତା ଭିତରେ ଆସେ, କେମିତି ସେ ପ୍ରକାଶିତ ହବ, ତାର ଗୋଟେ ଫର୍ମ ନବ। କାରଣ ଅଲରେଡି ସେ ଫର୍ମ ନବାର ସବୁ ସମ୍ଭାବନା ତା ଭିତରେ ଅଛି। ଏଇଟା ଯେ କେବଳ ଗୋଟେ ଉଦାହରଣ ଦେଲି, କବି କ୍ଷେତ୍ରରେ ବି ସେଇଆ। ଜଣେ କବି ବା କଳାକାର, ତା ଭିତରେ ସେଇ କ୍ରିଏଟିଭିଟିର ସମ୍ଭାବନାଟା ଥାଏ। ଯୋଉ ଗୋଟେ ତା ପାଇଁ ଅନୁକୂଳିତ ସ୍ଥିତି ଆସେ, ସେ ଉଦ୍ଗୀରଣ ହେଇଯାଏ ପୁରା। କବିମାନଙ୍କ କ୍ଷେତ୍ରରେ ବେଶୀ ହୁଏ, କଳାକାର ମାନଙ୍କ କ୍ଷେତ୍ରରେ ମଧ୍ୟ ହୁଏ, ଇଭିନ୍ ସ୍ଥପତି ମାନଙ୍କ କ୍ଷେତ୍ରରେ ବି ହୁଏ। କିଏ ସ୍ୱପ୍ନରେ ଆସେ, କିମ୍ବା ଗୋଟେ ଟ୍ରାନ୍ସ ଅବସ୍ଥାରେ ଆସେ,
ତା ପାଖକୁ ଗୋଟେ ନିର୍ଦ୍ଦେଶ ଆସେ କାହିଁକି ନା ତାର ସେଇ ପ୍ରକାରର ଜିନିଷଟା ସଂଯୁକ୍ତ ହେଇକି ତାର ଭିତରେ ଥାଏ। ତେଣୁ କି ସୁନ୍ଦର ସୃଷ୍ଟି କରିଦିଏ। ମାଇକେଲ ଆଞ୍ଜେଲା କଥା ଆପଣମାନେ ଜାଣିଥିବେ, ଏ ପଥର ଭିତରୁ ସେ ଯୋଉ ସମ୍ଭାବନା ଦେଖନ୍ତି ସୁନ୍ଦର ଦେବୀ ମୂର୍ତ୍ତିଟିଏ ଗୋଟେ ତିଆରି କରିଦିଅନ୍ତି। ତ ଏଇ ଯୋଉ ସ୍ଥପତି ମାନେ ସବୁ ତାଙ୍କ ପାଖରେ, କଳାକାର ମାନେ, ପେଣ୍ଟର ମାନଙ୍କ ପାଖରେ ଏଇସବୁ ଆସେ। ସେଠୁ ତ ସେ ସୃଜନ ବି ଗୋଟେ ସମ୍ଭୂତି ନା, ସେ ସୃଜନ ବି ଗୋଟେ ଗୋଟେ ସମ୍ଭୂତି। ମୋନାଲିସାର ହସ ଯୋଉଟା ଯିଏ କଲା, ଡିଭିନ୍ସ କଲେ, ସେଇଟା କଣ ତାଙ୍କର କେତେ ସେ ତା ଭିତରେ ସଂଯୁକ୍ତ ହେଇଥିଲା, ବର୍ଷ ବର୍ଷ ଲାଗିଯାଇଛି ତାର ମାନେ ଜୀବନ୍ତ ପରିପ୍ରକାଶ ପାଇଁ, ମ୍ୟାନିଫେଷ୍ଟେସନ ପାଇଁ, ଲିଭିଂ ମ୍ୟାନିଫେଷ୍ଟେସନ ପାଇଁ। କିନ୍ତୁ ସେଇଟା କଣ ସମସ୍ତେ କରିପାରିବେ କି? ସିଏ ତାଙ୍କ ପାଖରେ ସେଇ ଜିନିଷଟା ଅଛି, ତେଣୁ ସେ ପ୍ରକାଶିତ ହଉଛି। Only the individual who creates and develops out of himself makes a distinction between himself, the force that works in him, and the material in which he works. ଯିଏ ପ୍ରକୃତରେ ଏକଥା କରୁଛି, କ୍ରିଏଟ କରୁଛି ବା ଯିଏ ବିକାଶ କରାଉଛି ତା ନିଜ ଭିତରୁ, ସିଏ ଗୋଟେ ଡିଷ୍ଟିଂସନ କରେ। ଏଇଟା ଗୋଟେ କଥାଟା କଣ ଆମେ ପ୍ରଭୁ କହିଛନ୍ତି ବୁଝିବା। ଡିଷ୍ଟିଂସନ କାହା ଭିତରେ? ତା ନିଜ ଭିତରେ। କାହାକୁ ନା ଯୋଉ ଶକ୍ତିରେ ସେ ସୃଷ୍ଟି କଲା, ଯୋଉ ଶକ୍ତି କ୍ରିୟାଶୀଳ ହେଇକିରି ସୃଷ୍ଟି କଲା, ତା ଭିତରେ ଆଉ ଯୋଉ ମେଟେରିଆଲ ଇନ୍ ହ୍ୱିଚ୍ ୱାର୍କସ୍, ତା ସେ ଭିତରେ ଗୋଟେ ବିଭେଦ ହେଇଯାଏ। କାହିଁକି ନା କିଛି ଭେରି ଇଣ୍ଟରେଷ୍ଟିଂ। ମନେକର ଏକ୍ସ ର ଗୋଟେ ତାର ଯୋଉ ପୁଅଟିଏ କି ଝିଅଟିଏ ହେଲା, ତାର ପୁଅ ହେଲା, ସେଠି ଏଇଠି ଗୋଟେ ସୃଷ୍ଟି ହେଲା, ଗୋଟେ ସମ୍ଭୂତି ହେଲା। କିନ୍ତୁ ଡିଷ୍ଟିଂସନ କୋଉଠୁ ଆସିଲା? ସିଏ ଯେତେବେଳେ ଆଉ ଗୋଟେ ନେକ୍ସଟ ଜେନେରେସନକୁ ଜନ୍ମ ଦେଇଦେଲା, ସେତେବେଳେ ଯାହାକୁ ଜନ୍ମ ଦେଲା ସେ ତା ନାତି ହେଇଗଲା, ଆଉ ସିଏ ତାର ପୁଅ ହେଇଗଲା। ତାମାନେ ଏଇ ସବୁ ଜିନିଷ ଗୋଟେ ସାଇକ୍ଲିକ ୱେରେ ଚାଲେ। ଏ ସୃଷ୍ଟିର ସୃଜନଶୀଳତା, ଏଇଠି ଯେ କ୍ଲଷ୍ଟର ଅଫ କ୍ରିଏସନ ଆଣ୍ଡ ବିଙ୍ଗସ୍, ଏଇଟାକୁ ଆମେ, ଏଇଟା ବି ଗୋଟେ ପ୍ରକାର ଆମ ପାଖରେ ମାନେ ସାଧାରଣ ଭାବରେ ଆମେ ବୁଝିପାରୁନା। ଏଇ ଯେମିତି ଆମ ଭିତରେ ଗୋଟେ ଭ୍ରମ ସୃଷ୍ଟି କରେ। ଏଇ ସବୁ କେତେ ଗୁଡେ ଜିନିଷ ଆସେ, ସେ ସବୁ ପ୍ରଭୁ କହୁଛନ୍ତି। ପ୍ରଭୁଙ୍କର ଯୋଉ ଆମେମାନେ ପଢୁଛେ ଆଜିକାଲି, ବହୁତ ସମସ୍ତେ ପଢୁଛନ୍ତି ସାବିତ୍ରୀ ପଢୁଛନ୍ତି। କଣ ସେଇଟା? ସାବିତ୍ରୀ ହଉଛି ତାଙ୍କ ଭିତରେ ଥିବା ଆତ୍ମଜୀବନ ଶକ୍ତି, ଜୀବନ ଶକ୍ତିର ସୃଜନ ବା ପ୍ରକାଶନ। ସେଥିପାଇଁ ମୋର ମନେ ଅଛି, ବୋଧହୁଏ ମନ ଦାସ କି କିଏ କୋଉଠି କହିଲା ବେଳେ ବ୍ୟୁଟିଫୁଲ ସେଣ୍ଟେନ୍ସ ମନେ ରଖିଛି ଏବେ ବି। ସାବିତ୍ରୀ ଇଜ ଏ ବୁକ୍ ଅଫ ଗଡ, ରିଟେନ୍ ବାଇ ଗଡ, ରିଟେନ୍ ଆଣ୍ଡ ମ୍ୟାନିଫେଷ୍ଟେଡ୍ ବାଇ ଗଡ। ମାନେ ସେ ଈଶ୍ୱର ହିଁ ତାକୁ ନିଜେ କରିଛନ୍ତି, ଆଉ ସେ ଈଶ୍ୱର ହଉଛନ୍ତି ପ୍ରଭୁ ନିଜେ। ସେଇଥିପାଇଁ ତାକୁ ତ ସିମ୍ବଲିକ କରିକି ଏମିତି କରିଦେଇଛନ୍ତି ଯେ ଯଦି ଆପଣ ସବୁଗୁଡ଼ିକ ପଢିବେ, ତା ଦେହରେ ଦେଖିବେ କେମିତି ଜଗନ୍ନାଥଙ୍କର, ପରମ ପୁରୁଷଙ୍କର ଇନକାର୍ନେସନ ଭାବରେ ସେ କଣ କଣ ସବୁ ସେଥିରେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଶବ୍ଦ ଭିତରେ ସେ ସମ୍ଭାବନା, ସୃଜନଶୀଳତାର ବା ସୃଷ୍ଟିର ସମ୍ଭାବନାଟି ତା ଭିତରେ ଅଛି। ଏବଂ ସେଇ ଗୋଟିକ ଏତେ ସୁନ୍ଦର, ମାନେ ତା ଭିତରେ ପୁରା ଆନନ୍ଦ ଭରି ରହିଛି। ଏତେ ଆନନ୍ଦ ସେଥିରେ, ଚେତନା ଭରି ରହିଛି ସେଥିରେ। ସେଇ ସଚିତ ଆନନ୍ଦର ଯୋଉ ଆପଣ ଜାଣିପାରିବେ, କାରଣ ସେ ଉପାଦାନ ଗୁଡିକ ତାଙ୍କ ପାଖରେ ଥିଲା। ଏ ସୃଷ୍ଟି ଭିତରକୁ ସେ ଆସିଲା। ସିଏ ଯେତେବେଳେ ସୃଷ୍ଟି କଲେ, ତାକୁ ସିମ୍ବଲ ଭାବରେ ନେଲେ, ତା ଭିତରକୁ ସେ ଆସିଲା। ସିଏ ହଉଛି ତାଙ୍କର ଆତ୍ମସ୍ୱରୂପର ଫଳ, ଆତ୍ମଶକ୍ତିର ଫଳ। କାହାର? ପ୍ରଭୁଙ୍କର। ଆଉ ଆମେ ଯଦି ଟିକିନିକି କରି ମାଇକ୍ରୋସ୍କୋପିକରେ ଦେଖିବା, ପ୍ରତି ଅଣୁ ପରମାଣୁରେ ସେ ସବୁ ତାର ରୂପ ଭିନ୍ନ ଭିନ୍ନ। ଆରେ କି ଆଶ୍ଚର୍ଯ୍ୟ କଥା! ସବୁ ତ ଅଣୁ ପରମାଣୁର ମୂଳ ଉପାଦାନ ସିଏ, ପୁଣି କାହିଁ ଅଲଗା ଅଲଗା ହଉଛି ସବୁ? ସେଇଥିପାଇଁ ଅନେକ ନମ୍ବର ଦିଆହେଇଛି ସେଥିରେ ସବୁ। ପ୍ରଥମେ 108 ଥିଲା, ଏବେ ଏଠି ପଳେଇଲାଣି ବୋଧେ ବହୁତ ଆଗକୁ 120 ନା 21 ପର୍ଯ୍ୟନ୍ତ ମୁଁ ଜାଣିଥିଲି, ଆଉ ଅଧିକ ହେଇଗଲାଣି ମୌଳିକ ଉପାଦାନ। ତ ସେମାନଙ୍କର ସେଇ କଥାଟି ହଉଛି ସେଇଆ। ସେମାନଙ୍କର ରୂପ ଭିନ୍ନ, ଗୁଣ ଭିନ୍ନ, କିନ୍ତୁ ସେମାନେ ଯେତେବେଳେ ଅନ୍ୟମାନଙ୍କ ସହିତ ମିଶିଯିବେ, ତାର ଷ୍ଟାବିଲିଟି ପଳେଇ ଆସିବ। ସେ ପୁଣି ଭିନ୍ନତା ତା ଭିତରେ ଚାଲି ଆସିବ, ଯୋଉ ଡିଷ୍ଟିଂସନ ସେତେବେଳେ ପୁଣି ପଳେଇ ଆସିବ। ଯୋଉ ପର୍ଯ୍ୟନ୍ତ ସେ ଏକକ ହେଇକି ରହିଛନ୍ତି ଠିକ ଅଛି, ସେ ଉପାୟନ ଗୁଡିକ ମଧ୍ୟ ଏକକ ଅଛି ଏବଂ ତାର ଧର୍ମ ଗୁଣ ମଧ୍ୟ ୟୁନିଫର୍ମ ରହିଛି, କିନ୍ତୁ ତାପରେ ଅଲଗା ଅଲଗା ହେଇଯିବ। ସେ ଯାହା ଟାଇମ ତ ହେଇଗଲା, ଆଉ 2ଟି ବାକ୍ୟ ରହିଲା। ମୁଁ ନେକ୍ସଟ ଯୋଉ ଏଇ 2ଟି ବାକ୍ୟ ଏବଂ ତାପରେ ଯୋଉ ଚାପ୍ଟରଟି ଅଛି, ଛୋଟିଆ ଚାପ୍ଟର, ତାକୁ ମିଶେଇକିରି କହିବା। ତା ଭିତରେ ଆଉ କିଛି ସେ ଲାଷ୍ଟ ସେଣ୍ଟେନ୍ସର କିଛି ମାନେ ଭାଇ ମାନେ କରିଛନ୍ତି, ମୁଁ ଶୁଣୁଥିଲି। ତା ଭିତରେ କିଛି ଆନାଲିସିସ୍ ମଧ୍ୟ ଜଣେ 2 ଜଣ ପ୍ରଶ୍ନ ବି ମତେ କରିଛନ୍ତି। ସେ ପ୍ରଶ୍ନଟା କହିକିରି ମୁଁ ତାର ଲାଷ୍ଟ ସେଣ୍ଟେନ୍ସଟାରେ ବହୁତ ବ୍ୟୁଟିଫୁଲ ଜିନିଷ ଅଛି,
ଯୋଉଥିରେ ଦିସ୍ ଇଜ୍ ଆଇ, ଅହଂ ବ୍ରହ୍ମସ୍ମି, ସୋ ଅହଂ ବା ଆଇ ଏମ୍ ଦ୍ୟାଟ୍, ଏଇ ସବୁ ଯୋଉ କନସେପ୍ଟଟା ପ୍ରଭୁ ଶେଷରେ ଦେଇଛନ୍ତି, ଏଇଟା ହଉଛି ମୁଁ ବୋଲି କହୁଛନ୍ତି ସେ ଶେଷରେ। ସେଇ କଥାଟାକୁ ଆମେ ଆର କମିଂ ମଙ୍ଗଳବାର ଦିନ ଆଲୋଚନା କରିବା ଏଇ ନେକ୍ସଟ ଦ୍ୱିତୀୟ ପାରାଗ୍ରାଫ ସହିତ। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍। ମହାପ୍ରଭୁଙ୍କ ପାଖରେ ନିବେଦନ କରି ରହୁଛି। ବନ୍ଦେ ମାତରମ୍।